ଏମିତି ପ୍ରତ୍ୟେକ ଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ଜାଣିପାରିବେ ଆପଣମାନଙ୍କର ଗ୍ରହ ନକ୍ଷତ୍ରର ଚଳନ ବିଷୟରେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା କନ୍ୟା ରାଶିର ବ୍ୟକ୍ତିମାନଙ୍କର ଜୀବନରେ କିଭଳି ଏହି ସେପ୍ଟେମ୍ବର ମାସରେ ଜୀବନଟା କଟିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି। ତ ପ୍ରଥମତଃ ଦେଖନ୍ତୁ, ଆପଣଙ୍କର ପଞ୍ଚମ ଭାଗରେ ଦେବଗୁରୁ ବୃହସ୍ପତି ବିରାଜମାନ କରିଛନ୍ତି, ଯାହାକି ଆପଣଙ୍କ ପାଇଁ ଏକ ଶୁଭ କାମନା ଅଟେ। ଆପଣଙ୍କ ଜୀବନରେ ସୁଖମୟ ଆଣିଦେବେ। ଆପଣଙ୍କର ହଜିଯାଇଥିବା ହସ ଖୁସି ଫେରାଇ ଆଣିବେ। ଆପଣ କୌଣସି ଯଦି ଚାକିରି କରିଥାନ୍ତି, ତେବେ ଆପଣଙ୍କର ଚାକିରି କ୍ଷେତ୍ରରେ ମଧ୍ୟ ପ୍ରମୋସନ୍ ହେବ। ଏହି ସେପ୍ଟେମ୍ବର ମାସରେ ଆପଣଙ୍କ ରାଶିଟି ଅନେକ ଉଜ୍ଜଳମୟ ହୋଇଯିବ। ପୁଣି ଦେଖନ୍ତୁ, ଆପଣଙ୍କର ସପ୍ତମ ଭାଗରେ ରାହୁ ଏବଂ କେତୁ ଏକତ୍ର ହୋଇ ବିରାଜମାନ କରିଛନ୍ତି, ଯାହାଫଳରେ କି ଏହି ସେପ୍ଟେମ୍ବର ମାସରେ ଆପଣଙ୍କୁ କିଛି ତ ଅସୁବିଧା ଦେଖିବାକୁ ମିଳିବ। ସୁଖ ଏବଂ ଦୁଃଖ ଆପଣଙ୍କୁ ବାଣ୍ଟନ ହୋଇ ମିଳିବ, କାରଣ ଦେବଗୁରୁ ବୃହସ୍ପତି ପଞ୍ଚମ ଭାଗରେ ଥିବାରୁ ଆପଣଙ୍କୁ 60% ଆପଣଙ୍କୁ ସୁଖ ଦେଇପାରନ୍ତି। କିନ୍ତୁ ଏପଟୁ ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କୌଣସି ବାଧାବିଘ୍ନ ଦେଖାଯାଇପାରିବ, କାରଣ ଆପଣଙ୍କର ସପ୍ତମ ଭାଗରେ ରାହୁ ଏବଂ କେତୁ ଏକତ୍ର ହୋଇ ବିରାଜମାନ କରିଛନ୍ତି, ଯାହାଫଳରେ ଆପଣଙ୍କର କୌଣସି ପେଟ ଜନିତ ରୋଗ କିମ୍ବା ଥଣ୍ଡା ଜ୍ୱର ଏହିପରି ଟାଇପ୍ର ଆପଣଙ୍କୁ ରୋଗ ହୋଇପାରେ। ଆପଣଙ୍କ ମଧ୍ୟ ମାଇଣ୍ଡ ବହୁତ ଡିପ୍ରେସନରେ ରହିବେ। ଆପଣ କୌଣସି ଜିନିଷକୁ ନେଇ ମଧ୍ୟ ଚିନ୍ତା କରିବେ। ଆପଣଙ୍କର ଏହି ଜୀବନରେ ଏହି କିଛି କ୍ଷଣ ସମୟ ପାଇଁ ଆପଣ ହଜିଯିବେ। ଆପଣଙ୍କ ମନ ସ୍ଥିର ରହିବ ନାହିଁ। ଆପଣ ଡିପ୍ରେସନକୁ ପଳାଇବେ ଏବଂ ଷ୍ଟ୍ରେସ୍ ଫିଲ୍ କରିବେ। କିନ୍ତୁ ଆପଣ ଏହି ସେପ୍ଟେମ୍ବର ମାସରେ ଆପଣଙ୍କ ଜୀବନରେ ଅନେକ କିଛି ବାଧାବିଘ୍ନ ଦୂର ହୋଇଯିବ। କିନ୍ତୁ ଆପଣ ଏହି ଡିପ୍ରେସନ୍ ଏବଂ ଷ୍ଟ୍ରେସ୍ ଏବଂ ସ୍ୱାସ୍ଥ୍ୟଜନିତ କୌଣସି ସମସ୍ୟା ଦେଖାଯାଇପାରେ। ଏବଂ ଆପଣଙ୍କର ନବମ ଭାଗରେ ଦେଖନ୍ତୁ, ଆପଣଙ୍କର ନବମ ଭାଗରେ ଏବେ ରବି ଏବଂ ବୁଧ ବିରାଜମାନ କରିଛନ୍ତି। ରବି ହେଉଛନ୍ତି ରୋଗନାଶକ ଦାତା, ତେଣୁକରି ଆପଣଙ୍କର କୌଣସି ଚର୍ମଜନିତ ରୋଗ ହେବ ନାହିଁ। ଏହି ସେପ୍ଟେମ୍ବର ମାସରେ ଆପଣଙ୍କର କୌଣସି ଚର୍ମଜନିତ ରୋଗ ହେବ ନାହିଁ, କୌଣସି ଯାଦୁ କାଛୁ ମଧ୍ୟ ହେବ ନାହିଁ। ଯାହା ହେବ ଆପଣଙ୍କର କୌଣସି ଭିତରେ ପରି ଜିନିଷ, ଯେମିତିକି ଆପଣଙ୍କର ଜ୍ୱର ହୋଇପାରେ କିମ୍ବା ପେଟ ରୋଗ ହୋଇପାରେ ଏବଂ ଥଣ୍ଡା ଜନିତ ରୋଗ ହୋଇପାରେ। ଏହି ଟାଇପ୍ର ରୋଗ ଆପଣଙ୍କୁ ଏହି ସେପ୍ଟେମ୍ବର ମାସରେ ଦେଖିବାକୁ ମିଳିବ। ନଚେତ୍ ଆପଣଙ୍କର ଏହି ସେପ୍ଟେମ୍ବର ମାସରେ ଅନେକ ଖୁସି ଖବର ଆସିବାକୁ ଯାଉଅଛି। ଆପଣ କୌଣସି ନୂତନ ଗୃହ ମଧ୍ୟ ନିର୍ମାଣ କରିପାରନ୍ତି। ଆପଣଙ୍କର ଚାକିରିରେ ପ୍ରମୋସନ୍ ଘଟିବ ଏବଂ ଆପଣ କୌଣସି ପୈତୃକ ସମ୍ପତ୍ତି କିମ୍ବା ପୈତୃକ ଜମି ମଧ୍ୟ ଆଣିପାରନ୍ତି। ଆପଣ ଯଦି କନ୍ୟା ରାଶିର ବ୍ୟକ୍ତି ହୋଇଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ ଏହି ଭିଡ଼ିଓଟିକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ଏବଂ କମେଣ୍ଟରେ ଜୟ ଶନିଦେବ ନିଶ୍ଚୟ ଲେଖିବେ। ରହୁଛୁ, ଧନ୍ୟବାଦ।